କୁହାଯାଏ ମନରେ ଥରେ ସନ୍ଦେହ ସୃଷ୍ଟି ହେଲେ ତା ସମ୍ପୂର୍ଣ୍ଣ ଦୂରେଇବା ସହଜ ନୁହେଁ। ଆଉ ଏକଥା ବି କୁହାଯାଇଥାଏ ଥରେ ବିଦ୍ରୋହ କରିବାକୁ ମନ ଚାହିଁଲେ ତା ସମ୍ପୂର୍ଣ୍ଣ ପ୍ରଶମିତ ହୁଏ ନା। ଅପ୍ରତ୍ୟାଶିତ ପରିସ୍ଥିତିରେ ଯାହା ସବୁ ହୋଇଯାଏ ତାକୁ ସାମ୍ନା କରିବାକୁ ହେଲେ ପରସ୍ପର ମଧ୍ୟରେ ବୁଝାମଣା ଏବଂ ଏକତାର ଆବଶ୍ୟକତା ରହିଛି। କିନ୍ତୁ ଅଳ୍ପ କିଛି ଦିନ ଭିତରେ ଯାହା ସବୁ ପରିବାର ଉପରେ ଘଟି ଯାଇଥିଲା ସବୁ ଯେମିତି ଓଲଟପାଲଟ କରିଦେଇଥିଲା। ଫଟା କାନ୍ଥରେ ମାଟି ବୋଳିଲେ ବି କାନ୍ଥର ଫଟା ଜଳଜଳ ହୋଇ ଦେଖାଯାଇଥାଏ। ବର୍ତ୍ତମାନ ଅଭିଳାଷର ପରିବାରର ପରିସ୍ଥିତି ଠିକ୍ ସେହିପରି ହୋଇଯାଇଛି। ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବାରେ ଯେଉଁ ବୋହୂକୁ ପୋତି ପକାଉଥିଲେ ଆଜିର ସମୟର ଚକ୍ରବ୍ୟୂହ ଭିତରେ ସେ ଅଭିମନ୍ୟୁ ପାଲଟି ଯାଇଛି। ସନ୍ଦେହର ଆଖି ତା ଚାରିପାଖରେ ଘୁରି ବୁଲୁଛି। ଅଣନିଶ୍ୱାସୀ ହୋଇଯାଇଛି ସେ। ତାର ଆସିବା ପରେ ଘରେ ଯାହା ସବୁ ଘଟିଗଲା କ'ଣ ସେଥିପାଇଁ ସେ ଦାୟୀ? ଅଭିଳାଷକୁ ଭଲ ପାଇବା, ଅଭିଳାଷର ପରିବାରକୁ ନିଜର ପରିବାର ବୋଲି ଧରି ନେବା, ତା ସୁଖରେ ସୁଖୀ ଆଉ ଦୁଃଖରେ ଦୁଃଖୀ ହେବା ପାଇଁ ଅପରାଜିତା ଯେଉଁ ସଂକଳ୍ପ ନେଇଥିଲା ତାହା କ'ଣ ଭୁଲ ଥିଲା? ଅଜାଣତରେ ଅପରାଜିତାର ମନରେ ବିଦ୍ରୋହ ନିଆଁ ଜଳି ଉଠିଛି। କ'ଣ କରିବା ଉଚିତ ଆଉ କ'ଣ ନ କରିବା ଉଚିତ ଏ ପରିସ୍ଥିତିରେ ସେ ସ୍ଥିର କରିପାରିନି। କେବଳ ଅନ୍ୟମାନଙ୍କର ଚାଲିଚଳନ ଆଉ ହାବଭାବକୁ ଲକ୍ଷ୍ୟ କରୁଛି ସେ। ସୁନା ସଂସାର କରିବାର ସ୍ୱପ୍ନ ସତେ ଯେମିତି ତାର ଚୂନା ହୋଇଯାଇଛି। ବାସନ ଦେହରେ ବାସନ ବାଜିଲେ ନିଶ୍ଚିତ ଶବ୍ଦ ହେବ, ଆଉ ଏଇ ଶବ୍ଦ ଏବେ ଚାରିଆଡ଼େ ବ୍ୟାପିଲାଣି। ସମୟର ବାତ୍ୟା ଗୋଟିଏ ସୁନ୍ଦର ବରଗଛର ଡାଳ, ମୂଳ ଆଉ ଓହଳକୁ ସମ୍ପୂର୍ଣ୍ଣ ଦୋହଲେଇ ଦେଇଛି। ମୁକ୍ତ ଆକାଶରେ ଉଡ଼ି ବୁଲିବାକୁ ସ୍ୱପ୍ନ ଦେଖୁଥିବା ସ୍ୱପ୍ନ ସୁନ୍ଦରୀ ସୁନାର ପଞ୍ଜୁରୀ ଭିତରେ ବନ୍ଦୀ ହୋଇଯାଇଛି। ଆଉ ତାହାରି ଭିତରୁ ଚିତ୍କାର କରୁଛି, ମୋର ଭୁଲ ରହିଲା କେଉଁଠି, ମୋର ଭୁଲ ରହିଲା କେଉଁଠି। ଯାହା ଘଟିଗଲା ତାହା କ'ଣ ମୋରି ପାଇଁ ଘଟିଗଲା? 22 ବର୍ଷ ମୁଁ ଯେଉଁ ପରିବାରରେ ଥିଲି ସେଠି ତ ପରୀ ହୋଇଥିଲି। ଆଜି 22 ବର୍ଷ ପରେ ହଠାତ୍ ଅଲକ୍ଷଣୀ ହେଲି କେମିତି? ଆଖିରେ ଲୁହ, ମନରେ ବିଦ୍ରୋହ ଆଉ ହୃଦୟରେ ଯନ୍ତ୍ରଣା ନେଇ ଭୋ ଭୋ ହୋଇ କାନ୍ଦି ଉଠିଲା ଅପରାଜିତା।